ନାଇଁ ଭିଣେଇ ଥିଲେ ଯେଉଁ କଥା କହିଲେ ସେଇଟା ଟିକେ ତ ଗୋଟେ ଭଲ ପାଇବା ଗୋଟେ ଭଲ ପାଇବା ଥିଲା ତ ନିହାତି ଆଜି ବି କଷ୍ଟ ଲାଗିଲା ତା ମନ ଭିତରେ ବହୁତ କିଛି ରାଗ ଭିତରେ ବି ସେ ଯେଉଁ ବେଦନାଟା ଥିଲା ତାକୁ ଦେଖିବାକୁ ମିଳିଲା ତ କାରଣ 8 ବର୍ଷର ଭଲ ପାଇବା ଗୋଟେ ସେଇଟା ଛୋଟିଆ କଥା ନୁହଁ କାରଣ ଆଜି ବି ତାର ବାହାଘର ତ ଆଜି ପର୍ଯ୍ୟନ୍ତ ବି ବୋଧହୁଏ ସିଏ କେଉଁଠି ନା କେଉଁଠି ତା ମନ ଭିତରେ ସବୁବେଳେ ସେ ଭଲ ପାଇବାକୁ ଧରିକି ଚାଲିଥିଲା କିନ୍ତୁ ଆଜି ସେଇଟା ଶେଷ କରିଦେଲା ଯେଉଁଟାକି ପିଣ୍ଡଦାନ ଯେଉଁ ପିଣ୍ଡଦାନ ଯେତେବେଳେ ମଣିଷକୁ କ୍ରୋଧ ଆସେ ସେଇ ସମୟରେ ଆମେ କୁହନ୍ତି ବଞ୍ଚି ଥାଉ ଥାଉ ଆମେ ମାରି ଦିଅନ୍ତି ତ ସେଇ ଜିନିଷ ଆଜି ଦେଖିବାକୁ ମିଳିଛି କିନ୍ତୁ ବାସ୍ ଏବେ ବୋଧହୁଏ ସମଗ୍ର ଓଡ଼ିଶାବାସୀ ତା ସହିତ ଅଛନ୍ତି ସେ ଯେଉଁ କଥା ସବୁ ସମୟରେ କୁହେ ଯେ ଓଡ଼ିଶାବାସୀମାନଙ୍କ ପାଖରୁ ସେ ଭଲ ପାଇବା ପାଇଛି ତେଣୁ ଆଗାମୀ ଦିନରେ ସେ ଭଲ ପାଇବା ସମସ୍ତେ ରଖନ୍ତୁ ନିହାତି ଭାବରେ କାରଣ ମୁଁ ତାକୁ ସମଗ୍ର ଓଡ଼ିଶାବାସୀଙ୍କୁ କହିବି ମଧ୍ୟ ଏମିତି ଭଲ ପାଇବା ତାକୁ ଦିଅନ୍ତୁ ତା ଜୀବନରେ ସେ ଆଉ କେବେ ବି ନ ଭାବୁ ଯେ ପୁଣି ସେ ଭୁଲ କାମ କରିବା ପାଇଁ କାରଣ ଯେଉଁ ଭୁଲଟି କରିଥିଲା ସେ ଆଜି ପର୍ଯ୍ୟନ୍ତ 8 ବର୍ଷ ଧରି ସେଇ ଭୁଲକୁ ସୁଧାରିବା ପାଇଁ ସେ ପ୍ରତ୍ୟେକ ସମୟର ନିଜକୁ ଯନ୍ତ୍ରଣା ଦେଇ ଚାଲିଥିଲା ଆପଣମାନେ କିଛି ଦିନ ପୂର୍ବରୁ ମଧ୍ୟ ଦେଖିଥିଲେ କେମିତି ସେ ମେଡ଼ିକାଲରେ ପଡ଼ିଥିଲା କେଉଁ ନିଜର ଜୀବନ ସହିତ ସଂଘର୍ଷ କରି ପୁଣି ସେ ଯାତ୍ରାକୁ ଆସିଲା ତେଣୁ ବହୁତ ଗୋଟେ ବୋଧହୁଏ କେତେଜଣ ଦେଖୁଥିବେ ହୁଏତ ମଜାକ ନେଉଥିବେ ହୁଏତ ରାନୀ ପଣ୍ଡା ଏଇଟା ଗୋଟେ ନା ସେଇଟା କଥା ନୁହେଁ କାରଣ ମନକୁ ବାଧେ ସେଇଟା କରେ ତ ଆଜି ମୁଁ ମଧ୍ୟ କୁମ୍ଭମେଳାକୁ ଯାଇଥିଲି ଗଙ୍ଗାରୁ ଯେଉଁଟାକି କୁହନ୍ତି କୁମ୍ଭ ସମୟରେ ଗଙ୍ଗାରୁ ପାଣି ଆଣିବା ସେ ପାଣି ବି ନେଇକି ଆସିଥିଲି ଆଜି ସେ ପାଣି ଟିକେ ଦେଲି ସେ ପାଣି ନିଜ ଉପରେ ସେ ଛିଞ୍ଚିଲା ଆଉ ଯେଉଁଟାକି ବୋଧହୁଏ ତା ଜୀବନରେ ଏବେ ସେ ଭଲ ଆଗକୁ ଯିବ ଭଲ କାର୍ଯ୍ୟ କରିବ। ଭାଇ ଭଲ ପାଇବା କଥା ଆସିଲେ ଆମେ ଅନୁଭବଙ୍କ କଥା ଭାବୁ କି ଭଲ ପାଇଲା ବେଳେ ପରସ୍ପର କୁହନ୍ତି କି ଅନୁଭବଙ୍କ ପ୍ରଥମ ଫିଲ୍ମ କ'ଣ ଥିଲା ଇଏ ଧୋକା ଦେଲା ବେଳେ କ'ଣ କୁହାଯିବ କି ରାଣୀ ପଣ୍ଡା କେମିତି ଧୋକା ପାଇଥିଲେ ଧୋକା ପାଇଲା ପରେ କ'ଣ କରିଥିଲେ ନିହାତି ରାଣୀ ପଣ୍ଡାଙ୍କ ଚର୍ଚ୍ଚା ଆଉ ଭଲ ପାଇଲା ବେଳେ ଅନୁଭବର ଚର୍ଚ୍ଚା ନିହାତି କାରଣ ପ୍ରତ୍ୟେକ ଝିଅମାନେ ବି ତ ଏବେ ବୋଧହୁଏ ଭଲ ପାଇବା ପୂର୍ବରୁ ସେ ଚିନ୍ତା କରିବେ ଥରେ ରାନୀ ପଣ୍ଡା କଥା କାରଣ ରାନୀ ପଣ୍ଡା ଯେଉଁ କଷ୍ଟ ପାଇବା ପରେ ଯେଉଁ ପିଣ୍ଡଦାନ ପୁଣି ଆଜି ସବୁ ଶେଷରେ ଯେଉଁ ପିଣ୍ଡଦାନ ବୋଧହୁଏ ଝିଅମାନେ ଯେତେବେଳେ ଭଲ ପାଇବା କଥା ଚିନ୍ତା କରିବେ ଥରେ ରାନୀ ପଣ୍ଡା କଥା ଭାବିବେ ତେଣୁ ଶିକ୍ଷା ଦେଇକି ବି ଗଲେ ଯଦି ପ୍ରେମର ଧୋକା ଖାଉଛ ତାହେଲେ ଏମିତି ଶୁଦ୍ଧି ହେଇଯାଅ ଅନୁଭବ ବର୍ଷା ଭଟ ଭିତରୁ ତାହେଲେ କିଏ ଏଠି ଶୁଦ୍ଧି ହେବେ ବର୍ଷା ପ୍ରିୟଦର୍ଶିନୀ ହେବେ ନାଇଁ ଆମେ ସେମାନଙ୍କ ଶୁଦ୍ଧି କଥା ଦେଖନ୍ତୁ ଏଇଟା ନିଜ ଉପରେ କାଲି ଆମେ ଦେଖିଛୁ ଚ୍ୟାନେଲରେ ପଢିଛି ଯେ ଅନୁଭବ ପ୍ରୟାଗରାଜ ଯାଇଥିଲେ ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ତାପରେ ଆଜି ଦେଖୁଛୁ ବିକ୍ରମ ବଞ୍ଚିତା ତ ରାଣୀ ପଣ୍ଡା ଶୁଦ୍ଧି ହେଉଛନ୍ତି ନାଇଁ ଦେଖନ୍ତୁ ସେଇ ତ କଥା ହେଲା ସିଏ ବାପାଙ୍କର ଯାଇଥିଲେ ପିଣ୍ଡଦାନ କରିବା ପାଇଁ ତ ସେଇଟା ହେଲା କଥା ଯାହା ହଉ ସେ ବାପାଙ୍କୁ ବହୁତ ଭଲ ପାଆନ୍ତି ତେଣୁ ଏଠି ଯେଉଁ କଥାଟା ଟିକେ ଭିନ୍ନ ରହିଛି କାରଣ ଇଏ ଗୋଟେ ସମାଜ ପାଇଁ ମେସେଜ ଏଇଆ ଦେଉଛନ୍ତି ଯେ ମୁଁ ବି କିଛି ସମୟ ହେଲା ଗୋଟେ ଭିଡ଼ିଓ ପକାଇଥିଲି ମୋ ଇନଷ୍ଟାଗ୍ରାମରେ ମୁଁ ସେ ମେସେଜକୁ ଦେଖୁଥିଲି ବହୁତ ଗୁଡ଼ାଏ ଲେଡ଼ିଜ୍ ମାନେ ସେ ମେସେଜରେ ରିପ୍ଲାଏ ଦେଉଛନ୍ତି ଯେ କି ସେ ଭିଡ଼ିଓରେ ରିପ୍ଲାଏ ଦେଉଛନ୍ତି ଯେ ପ୍ରକୃତରେ ଏମିତିକା ଭଲ ପାଇବା ରହିବା ଦରକାର ଆଉ ଏମିତିକା ରାନୀ ପଣ୍ଡାକୁ ସମସ୍ତେ ଫଲୋ କରିବା ଦରକାର ମଧ୍ୟ ଦେଖାଉଥିଲି ତ ତେଣୁ କରିକି ଏବେ ସମୟର ଯଦି ଏଇଆ ଗୋଟେ ମେସେଜ ରହୁଛି ଯେ ବହୁତ ଗୁଡ଼ାଏ ଦେଖୁଥିବେ ଜୀବନ ହାରି ଦେଉଛନ୍ତି ଭଲ ପାଇକି ତେଣୁ ଜୀବନ ହାରନ୍ତୁନି ବରଂ ମନରୁ ସେଇ ଜୀବନଟିକୁ ସବୁଦିନ ପାଇଁ ଭୁଲି ଯାଆନ୍ତୁ ଯେଉଁ ଜୀବନଟିକୁ ଆପଣ ଭଲ ପାଉଥିଲେ ତେଣୁ ଏଇଟା ଗୋଟେ ମେସେଜ ରହୁଛି ଆପଣ ସେଇ ଜୀବନଟିକୁ ଭୁଲି ଯାଆନ୍ତୁ କିନ୍ତୁ ନିଜ ଜୀବନ ହାରନ୍ତୁନି କାରଣ ଏଇଥିପାଇଁ ଆପଣଙ୍କ ଜୀବନ ବି ବହୁତ ମୂଲ୍ୟବାନ ଆପଣଙ୍କର ପରିବାର ଅଛି ବାପା ମା ଅଛନ୍ତି ବହୁତ ସେମାନେ ବି କଷ୍ଟ ପାଇବେ ତେଣୁ ଏଇଟା ଗୋଟେ ମେସେଜ ଆକାରରେ ସେ ଆଜି ଦେଇଛି ତେଣୁ ସେଇ ମେସେଜଟିକୁ ସମଗ୍ର ଓଡ଼ିଶାବାସୀ ନେଇ ତାକୁ ସେ ଭଲ ପାଇବା ଦିଅନ୍ତି ସେ ଡାଇଲଗ୍ର ଥିଲା ତାର ଅଭିନୟ ଥିଲା ଆଉ ଅଭିନୟ ବୋଲି ଆପଣ କାହା ଘର ପଶିଯିବା କଥା ଘରେ ପଶେଇଦେବେ ସେଇଟା ସେଟା ରାଗି କହୁଥିଲେ କିନ୍ତୁ ଏବେ ତ ପଣ୍ଡାକୁ ଦେଖିକିରି ସେ କୁଣ୍ଢେଇ ପକେଇଲେ ହଁ ସେଇଟା ଦେଖନ୍ତୁ ମଣିଷର ଭାଇ ଭାଇ ଭିତରେ ବି ହଣାକଟା ହେଇଯାଏ ତାପରେ ବି ଭାଇ ଭାଇ ଭିତରେ ସମ୍ପର୍କ ଥାଏ ଆଉ ଏଇଟା ପୁଣି ପିଣ୍ଡଦାନ କାହିଁ ନେଇ ସେଟା তুমি କେଉଁଠି କ'ଣ ଆଣିକି ଯୋଡ଼ୁଛ ମୁଁ ତ ଫେବିକୁଇକି ମୋର ବି ପାଉନି ତେଣୁ କରିକି ସେଟାକୁ ଆଣିକି ପୁଣି ଏଠି ମୋତେ ଯୋଡ଼ୁଛ ଗୋଟେ ତ କମ୍ପ୍ଲିଟ୍ ତେଣୁ ସେଇଟା ଗୋଟେ ଜିନିଷ ଏଇଟା ଗୋଟେ ଜିନିଷ ତେଣୁ ଏ ଜିନିଷ ଥରେ ମନରୁ ହଟିଗଲେ ସେ ଜିନିଷ ଆଉ ହୁଏନି କାରଣ ସେଥିପାଇଁ କୁହାଯାଏ ଭଙ୍ଗା ମାଠିଆ ଥରେ ଭାଙ୍ଗିଗଲା ପରେ ଆଉ ଯୋଡ଼ି ହୁଏନି ଆରେ ଏଇଟା ଥିଲା ଯେଉଁଟା ତାର ପ୍ରେମ ଥିଲା ସେଇଟା ତ ପ୍ରେମ ନଥିଲା ଦୈତାରୀ ପଣ୍ଡା କ'ଣ ରାନୀ ପଣ୍ଡା ପ୍ରେମ କରୁଥିଲେ ନା ଆଉ ସେଇଟା ଗୋଟେ ଥିଲା ତାଙ୍କ ଭିତରେ ଯେଉଁ ଗୋଟେ ଆନ୍ତରିକତା ରହିଛି ତା ଭିତରେ ସେ ସମୟରେ କ'ଣ ଦୁଇ ପଦ କିଏ କ'ଣ କରିଛି ହଁ ସେ କୁଣ୍ଡେଇଲା ସେଟା କିଏ କାହାକୁ ମୁଁ ତ ବହୁତ ତମମାନଙ୍କୁ ତ ପ୍ରବଳ ପ୍ରେମ କରିଛି ମୁଁ
ଆସେ ଆମମାନଙ୍କର ପିଣ୍ଡ ଦେଇଦେବ ନା ନା ତମମାନଙ୍କର ପିଣ୍ଡ ଦେବିନି ତମମାନେ ଏମିତିକା ବରଂ ମୁଁ ଚାଲିଯାଏ ତମମାନେ ବଞ୍ଚିଥାଅ ଖୁସି ପାଅ ବାସ୍ ଏମିତିକା ଚାଲ ସବୁବେଳେ ଖୁସିରେ ସମସ୍ତେ ରହିଥାନ୍ତୁ ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟ। ଚିକାଲିକା ବମ୍ବାଲିକା ଚିକି ବମ୍ବା ଆମ ଧାନ ଆମ କ୍ଷେତ ବା 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 କି ଖୁସି ମ ବୋତଲ ଖୁସି ଆଣିছিল ସାବି ଆଁ ପ୍ରତି 1 କେଜି ବିହନରେ 5 ମିଲିରେ ଇଫ୍କୋ ନାନୋ ଡିଏପି ତରଳ ପକେଇ ବିହନ ଉପଚାର କରି କଲେ ଧାନ କପା ମକା ହଉ ପନିପରିବା ଗଜା ବାହାରିବ ଦମଦାରିଆ ଚେର କାଣ୍ଡ ପତ୍ର ଶୀଘ୍ର ବଢିବ ଦେଖିବୁ ଅମଳ କେମିତି ହବ। ଇଫ୍କୋ ନାନୋ ଡିଏପି ତରଳ ସାର ଚାଷୀ ଭାଇ ମାନେ ପ୍ରୟୋଗ କର।